29 ଅଧ୍ୟାୟ ନନ୍ଦର ଏକାଦଶୀ ବରୁଣପୁରେ ବନ୍ଦୀ ଓ ମୁଖ୍ୟ ଶ୍ରୀଶୁକ ଉବାଚ ଶୁଣ ପରୀକ୍ଷା ରାଜଋଷି ନନ୍ଦ ଯେ କଲେ ଏକାଦଶୀ ପୂଜା କରି ନ ଚକ୍ରଧର ରାତ୍ରେ ହୋଇଲେ ଉଜାଗର ଉଛୁର ପାରଣାର ବେଳେ ଯମୁନା ରାତ୍ରେ ପାରଣାର ବେଳେ ଯମୁନା ରାତ୍ର ଥାଉ ଗଲା ବରୁଣ ରାଜା ତାହା ଜାଣି ଦୂତ ପେଶିଲା ପରି ମାଣି ବୋଇଲା ନନ୍ଦକୁ ସେଠାରେ ଦେଖିବା କୃଷ୍ଣଙ୍କୁ ଆଜ୍ଞା ପ୍ରମାଣେ ଦୂତ ଗଲେ କାଳିନ୍ଦୀ ଚଳେ ଲୁଚିଥିଲେ ନନ୍ଦ ପଶିଲା ଯାଇ ଚଳେ କୃଷ୍ଣ ସୁମରି ସ୍ନାନ କାଳେ ନନ୍ଦକୁ ଧରି ଘେନି ଗଲେ ବରୁଣ ଛାମୁରେ ମିଳିଲେ ଦେଖି ବରୁଣ ତୋଷ ହୋଇ ନନ୍ଦକୁ ଆସନେ ବସାଇ ବୋଲନ୍ତି ନିସ୍ତରିଲି ଆଜ ଏବେ ଦେଖିବି ଦେବରାଜ ନନ୍ଦଙ୍କୁ ନ ଦେଖି ସେ ଗୋପାଳେ କାଳିନ୍ଦୀ ନିକଟେ ମିଳିଲେ ସ୍ନାନ ସଙ୍କୁଳ ଦେଖି କୋଳେ ଖୋଜି ନ ଡାକନ୍ତି ବ୍ୟାକୁଳେ ନ ଦେଖି ଅତି ଶୋକ ଭରେ କହିଲେ ଗୋବିନ୍ଦ ଛାମୁରେ ଶୁଣି ଚକିତ ଭାବଗ୍ରାହୀ କହନ୍ତି ରାମଙ୍କୁ ଅନାଇ ପିତାଙ୍କୁ ନେଇଛି ବରୁଣ ପୂଜିବ ମୋହର ଚରଣ ତୁ ସ୍ୱାମୀ ଥାଉ ନିଜପୁରେ କହି ଚଳିଲେ ଦାମୋଦରେ ବରୁଣପୁରେ ଦଇତାରି ମିଳିଲେ ନିଜ ରୂପ ଧରି ଦେଖି ସାନନ୍ଦ ଜଳ ରାଜା କୃଷ୍ଣ ଚରଣେ କଲେ ପୂଜା ବିବିଧ ମତେ ଉପହାର ଜାଣଇ ପୂଜାର ବ୍ୟବହାର ପୂଜି ପଡ଼ିଲା କୃଷ୍ଣ ପାଦେ ପୂଜି ପଡ଼ିଲା କୃଷ୍ଣ ପାଦେ କହଇ ସୁଖଗଦେ ଆଜ ଜୀବନ ମୋର ଧନ୍ୟ ଦେଖିଲି ପ୍ରଭୁ ନିରଞ୍ଜନ ପୁତ୍ର କୁଟୁମ୍ବ ଘର ଦ୍ୱାର ମଙ୍ଗଳ ହୋଇଲା ମୋର ଯାହାର ପଦରଜ ପାଇ ଜନ୍ମ ମରଣ ଭୟ ନାହିଁ ବ୍ରହ୍ମା ଶଙ୍କର ଚାର ନିତ୍ୟ ନାମ ଜପନ୍ତି ହୃଦଗତେ ତୋହର ପାଦେ ଧ୍ୟାନ କରି ସୁଖେ ତରନ୍ତି ଭବବାରୀ ଭୋନାଥ ଗର୍ବ ଯେ ମୁଁ ବହି ତୋହର ପିତାଙ୍କୁ ଅଣାଇ ତୋତେ ଦେଖିବାକୁ ମୋ ସଦ୍ୟ ଭୋନାଥ କଲି ଅପରାଧ କ୍ଷମା ସାଗର ନରହରି ଶରଣ ସୁଦର ମୁରାରୀ ହେମନ୍ତ କହି ଜଳପତି ନନ୍ଦକୁ ଆଣିଲେ ତଡ଼ତି ବୋଇଲେ ଶିରକ ଦେଇ କର ଭୋନାଥ ନିୟତ ପିଅର ବରୁଣ ରାଜା ହୃଦେ ଘେନି ଦାସ ବତ୍ସଳ ଅନ୍ତର୍ଯାମୀ ତାଙ୍କୁ ଘେନି ନ ସଙ୍ଗତେ ଗୋପେ ମିଳିଲେ ଗୋପୀନାଥେ ଗୋପାଳ ଦେଖିନ ହରସ ଆସି ମିଳିଲେ ନନ୍ଦପାସ ଦେଖି ବରୁଣ ଘେନି ଗଲା କୃଷ୍ଣଙ୍କୁ ଦେଖି ଛାଡ଼ି ଦେଲା ନଗଲେ ମରନ୍ତା ପିଅର ଭାଗ୍ୟେ ଦେଖିଲା ଗୋପପୁର ନନ୍ଦ ଆନନ୍ଦ ମନ ହୋଇ କହଇ ଗୋପାଳକୁ ଚାହିଁ ଦେଖିଲି ବରୁଣ ଭୁବନ ନିର୍ମଳ ହୋଇଲା ନୟନ ଗୋପୀ କହନ୍ତି ତାହା ଶୁଣି ନନ୍ଦ ବଚନ ମନେ ଗୁଣି ତୁ ଭାଗ୍ୟବନ୍ତ ଗୋପପୁର ତୋର କୁମର ଦାମୋଦର ଆମ୍ଭେ ଦେଖିବୁ ତାହା କାହିଁ ମର୍ତ୍ତ୍ୟ ମନୁଷ୍ୟ ଦେହ ବହି ଆମ୍ବର ପତିତ କୁମର ଗୋକୁଳ ଶରଣ ତୋହର ଗୋପୀଙ୍କ ମନ କୃଷ୍ଣ ଜାଣି ମାୟା ମୋହିଲେ ଚକ୍ରପାଣି କହନ୍ତି ଜୀବର ବ୍ୟବହାର ଭ୍ରମନ୍ତି ମାୟା ଜଡ଼ଘର ଆପଣା ପତି ନ ଜାଣଇ ନାନା ଜୋନିରେ ଦେହ ବହି ଗୋପେ ମୋ ସଙ୍ଗେ ଭାବ କଲେ ଏହାଙ୍କୁ ଦେଖାଇବି ଭଲେ ତତ୍କ୍ଷଣେ ଦେଖାଇଲେ ନେଇ ବରୁଣପୁରେ ଭାବଗ୍ରାହୀ ପୁଣି ଦେଖାଇ ନିଜପୁର ଯେ ବୈକୁଣ୍ଠ ବ୍ୟବହାର ଅନିତ୍ୟ ସଦ୍ୟ ଜ୍ଞାନ ଜ୍ୟୋତି ବ୍ରହ୍ମାଶଙ୍କର ଯାହା ଚିନ୍ତି ଗୋପୀ ଗୋପାଳ ହରି ମାୟାରେ ଦେଖାଇଲେ ତାହା ମାୟା ଛାଡ଼ିଲେ ଭଗବାନ ଗୋପାଳ ପାଇଲେ ଚେତନ ଶୁଣ ରାଜନ ପୁଣ୍ୟ ଦେହା କ୍ରୂର ଦେଖିବଟି ଯାହା ଚେତନା ପାଇଲେ ଗୋପାଳ କୃଷ୍ଣ ଆନନ୍ଦେ କୃଷ୍ଣ କରିକୁଳ ହରି ମହିମା ଗୋପେ ଦେଖି ଆନନ୍ଦ ନୟନ ନିରେଖି ଚକିତେ ନିଜପୁରେ ଯାଇ କହନ୍ତି ଗୋପୀଙ୍କି ବସାଇ ସେ ଗୋପୀ ଗୋପାଳଙ୍କ ପ୍ରାୟ ସୁଜନ ଜନେ କଲେ ଲଏ କୃଷ୍ଣ ଚରଣେ ଅବିରତ ନମଇ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ଭାଗବତେ ମହାପ୍ରାଣେ ପରମାଂସ ସଂହିତାଏ 82 ଦଶମ ସ୍କନ୍ଧେ ନନ୍ଦ ବନ୍ଦୀ ମୁକ୍ଷଣ ନାମ 29 ଅଧ୍ୟାୟ।